ଅବସ୍ଥାରେ କପୁରମାଲ ଧାନ ମଣ୍ଡି ଜୟପାଟଣା ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଚାଷୀ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ପେକ୍ସ ଅଧୀନରେ ଥିବା କପୁରମାଲ ସବମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ମଣ୍ଡିରୁ ଧାନ ନ ଉଠିବା ଏବଂ ଦଲାଲ ରାଜ ପ୍ରତିବାଦରେ ଗତକାଲି ଗୁରୁବାର ଦିନ 11:30 ସମୟରେ ଶତାଧିକ ଚାଷୀ ଜୟପାଟଣା ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ଚାଷୀମାନେ ଗତ ମେ ମାସରୁ ନିଜର କଷ୍ଟ ଅର୍ଜିତ ଧାନ ବିକ୍ରି କରିବା ପାଇଁ କପୁରମାଲ ମଣ୍ଡିକୁ ଆଣିଛନ୍ତି। ହେଲେ ଦୀର୍ଘ 1 ମାସରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ମଣ୍ଡିକୁ ଆବଶ୍ୟକ ମୁତାବକ ଟ୍ରକ୍ ଆସୁନାହିଁ। ଫଳରେ ଚାଷୀଙ୍କ ଧାନ ବିକ୍ରି ନ ହୋଇ ଖୋଲା ଆକାଶ ତଳେ ପଡ଼ି ରହି ବର୍ଷା ମାଡ଼ରେ ନଷ୍ଟ ହେବାକୁ ବସିଲାଣି। ଜୁନ୍ ମାସ ଶେଷ ହେବାକୁ ଯାଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଧାନ ଉଠାଇବା ପାଇଁ କୌଣସି ଆନ୍ତରିକତା ପ୍ରକାଶ ପାଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ମଣ୍ଡି ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀମାନଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସଫଳ ମିଳୁନାହିଁ। ଏହାର ସୁଯୋଗ ନେଇ ମଣ୍ଡିରେ ସକ୍ରିୟ ଥିବା ଦଲାଲମାନେ ଚାଷୀକୁ ଶୋଷଣ କରୁଛନ୍ତି। ଧାନ ଉଠାଇବା ବଦଳରେ କ୍ୱିଣ୍ଟାଲ ପିଛା ଅଧିକ ପରିମାଣର କଟନୀ ଦେବା ପାଇଁ ଚାଷୀଙ୍କୁ ବାଧ୍ୟ କରାଯାଉଛି। ଫଳରେ ଚାଷୀ ଦୋଛକିରେ ପଡ଼ିଛନ୍ତି। ଏପଟେ ମୌସୁମୀ ବର୍ଷା ଭୟ, ସେପଟେ ଦଲାଲଙ୍କ ଜୁଲୁମ ଚାଲିଛି। ଏନେଇ ଆଜି ଚାଷୀମାନେ ଏକତ୍ରିତ ହୋଇ ତହସିଲଦାରଙ୍କୁ ସାକ୍ଷାତ କରିଛନ୍ତି ଏବଂ ମଣ୍ଡିର ସମସ୍ତ ସମସ୍ୟା ବାବଦରେ ଅବଗତ କରାଇଛନ୍ତି। ତୁରନ୍ତ ମଣ୍ଡିକୁ ଟ୍ରକ୍ ଯୋଗାଇବା ସହ ମିଲର ଓ ଦଲାଲଙ୍କ ମନମୁଖୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ସେମାନେ ଚାଷୀ ସମୂହ ଦାବି କରିଛନ୍ତି। କଳାହାଣ୍ଡିରୁ ଜିଲ୍ଲା ପ୍ରତିନିଧି ମହେଶ୍ୱର ପତିଙ୍କ ରିପୋର୍ଟ, ଉତ୍କଳ ଜାଗ୍ରତ ବାର୍ତ୍ତା।